ଶୀତ ସରି ସରି ଆସୁଥାଏ। ବସନ୍ତର ଆଗମନକୁ ଅପେକ୍ଷା ଥିବା ବେଳେ ପଡ଼ିଥାଏ ପବିତ୍ର ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଏକ କୃଷିଭିତ୍ତିକ ସର୍ବଭାରତୀୟ ପର୍ବ। ଆମ ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଏହା ଭିନ୍ନ ଭିନ୍ନ ନାମରେ ପରିଚିତ। ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଓ ଉତ୍ତର ପୂର୍ବରେ ବିହୁ ଭାବେ ପରିଚିତ ରହିଛି ମକର ସଂକ୍ରାନ୍ତି। ଆଜିର ଦିନରେ ଭଗବାନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ପୌଷ ମାସ ପାଇଁ ଅଟକି ରହିଥିବା ବିବାହ, ବ୍ରତ ଆଦି ଶୁଭାଦି କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଆମ ଓଡ଼ିଶାରେ ମଧ୍ୟ ଖୁବ୍ ଧୁମଧାମରେ ପାଳନ କରାଯାଏ ମକର ସଂକ୍ରାନ୍ତି। ଘରେ ଘରେ ଏହି ଦିନ ନୂଆ ଧାନର ଚାଉଳରୁ ଭୋଗ ପ୍ରସ୍ତୁତ କରାଯାଇ ମକର ଚାଉଳ ନାମରେ ଦେବାଦେବୀଙ୍କୁ ଅର୍ପଣ କରାଯାଏ। ମକର ସଂକ୍ରାନ୍ତି ବେଳକୁ ନୂଆ ଫସଲ ଅମଳ ହୋଇଥାଏ। ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳରେ ନୂଆ ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଏ। ମକର ଚାଉଳରୁ ପିଠା ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। ଗୃହ ଦେବତା ଓ ଧାନ ଖଳାରେ ଏହାକୁ ଭୋଗ ଲଗାଯାଇଥାଏ। କେତେକ ଅଞ୍ଚଳରେ ନୂଆ ଧାନର ଚାଉଳରେ ମକର ପଣା ମଧ୍ୟ ପ୍ରସ୍ତୁତ ହୁଏ। ଏଥିସହ କ୍ଷୀରି ଓ ଖେଚୁଡ଼ି ମଧ୍ୟ ପ୍ରସ୍ତୁତ କରାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ହୋଇଥାଏ। ଏହି ଦିନଠାରୁ ଦିନ ବଡ଼ ହୁଏ, କମ୍ ହୋଇଥାଏ ଶୀତର ପ୍ରକୋପ। ସୂର୍ଯ୍ୟଙ୍କର ତେଜ ଏହି ଦିନଠାରୁ ପ୍ରଖର ହୋଇଥାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି 6 ମାସ ଅବସ୍ଥାନ କରିଥିବାରୁ ଏହି ଅବଧିରେ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହପ୍ରବେଶ, ଦେବାଳୟ ପ୍ରତିଷ୍ଠା ଆଦିର ଯୋଗ ରହିଥାଏ। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।